କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ କଥା ହେବା ଏକ ଶୃଙ୍ଖଳିତ ଜୀବନର ଆବଶ୍ୟକତା ବିଷୟରେ। ଶୃଙ୍ଖଳା ହେଉଛି ସଫଳତାର ଚାବିକାଠି ଏବଂ ବ୍ୟକ୍ତିବିଶେଷଙ୍କୁ ଦକ୍ଷତାର ସହିତ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ। ଏହା ଆତ୍ମନିୟନ୍ତ୍ରଣ ସୃଷ୍ଟି କରେ, ଲୋକଙ୍କୁ ବିଭ୍ରାନ୍ତିକୁ ପ୍ରତିରୋଧ କରିବାକୁ ଏବଂ ଧ୍ୟାନ କେନ୍ଦ୍ରିତ ରହିବାକୁ ଅନୁମତି ଦିଏ। ଏକ ଶୃଙ୍ଖଳିତ ଜୀବନ ଉତ୍ତମ ସମୟ ପରିଚାଳନାକୁ ପ୍ରୋତ୍ସାହିତ କରେ, କାର୍ଯ୍ୟଗୁଡ଼ିକ ସମୟ ସୀମାରେ ସମାପ୍ତ ହେବା ନିଶ୍ଚିତ କରେ। ଏହା ଉତ୍ପାଦକତା ଏବଂ ଦକ୍ଷତା ବୃଦ୍ଧି କରେ, ଯାହା ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିକାଶ ଆଡ଼କୁ ନେଇଯାଏ। ଶୃଙ୍ଖଳା ପାଳନ ନିୟମିତ ଅଭ୍ୟାସ ମାଧ୍ୟମରେ ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବାରେ ସାହାଯ୍ୟ କରେ। ଏହା ଦାୟିତ୍ୱ ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରେ, ବ୍ୟକ୍ତିମାନଙ୍କୁ ଅଧିକ ନିର୍ଭରଯୋଗ୍ୟ କରିଥାଏ। ଶୃଙ୍ଖଳାଗତ ଲୋକମାନେ ଶୀଘ୍ର ଉଠିବା, ବ୍ୟାୟାମ କରିବା ଏବଂ ସୁସ୍ଥ ଖାଇବା ଭଳି ଭଲ ଅଭ୍ୟାସ ବିକଶିତ କରନ୍ତି। ଏହା ବିଳମ୍ବକୁ ରୋକିଥାଏ, ଅନାବଶ୍ୟକ ବିଳମ୍ବ ବିନା କାମ କରିବାକୁ ନିଶ୍ଚିତ କରେ। ଜଣେ ଶୃଙ୍ଖଳିତ ବ୍ୟକ୍ତି ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଏବଂ ବିଶ୍ୱାସ ଅର୍ଜନ କରେ। ଏହା ସଫଳତା ହାସଲ କରିବାରେ କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ଦୃଢ଼ତାର ମୂଲ୍ୟ ଶିଖାଏ। ଶୃଙ୍ଖଳା ନିଷ୍ପତ୍ତି ନେବାର ଦକ୍ଷତାକୁ ଉନ୍ନତି କରେ, ଲୋକଙ୍କୁ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ଏହା ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, କାରଣ ଛାତ୍ରମାନେ ପ୍ରଭାବଶାଳୀ ଭାବରେ ଅଧ୍ୟୟନରେ ଧ୍ୟାନ ଦେଇପାରିବେ। କର୍ମକ୍ଷେତ୍ରରେ ଶୃଙ୍ଖଳା ଉତ୍ତମ ଦଳଗତ କାର୍ଯ୍ୟ, ଦକ୍ଷତା ଏବଂ କ୍ୟାରିୟର ଅଭିବୃଦ୍ଧି ଆଡ଼କୁ ନେଇଯାଏ। ଜଣେ ଶୃଙ୍ଖଳିତ ବ୍ୟକ୍ତି ଶାନ୍ତ ଏବଂ ସ୍ଥିର ମନରେ ଚାପ ଏବଂ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବେ। ଏହା ଆତ୍ମପ୍ରେରଣାକୁ ପ୍ରୋତ୍ସାହିତ କରେ, ବ୍ୟକ୍ତିମାନଙ୍କୁ ଉତ୍ସର୍ଗୀକୃତ ଭାବରେ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ ଅନୁମତି ଦିଏ। ଶୃଙ୍ଖଳା ଏକ ସନ୍ତୁଳିତ ଜୀବନ ସୁନିଶ୍ଚିତ କରେ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଦାୟିତ୍ୱ ମଧ୍ୟରେ ସମନ୍ୱୟ ବଜାୟ ରଖେ। ଏହା ଆର୍ଥିକ ସ୍ଥିରତାରେ ସାହାଯ୍ୟ କରେ, କାରଣ ଶୃଙ୍ଖଳିତ ଖର୍ଚ୍ଚ ଏବଂ ସଞ୍ଚୟ ଉତ୍ତମ ଆର୍ଥିକ ପରିଚାଳନାକୁ ନେଇଥାଏ। ଏକ ଶୃଙ୍ଖଳିତ ସମାଜ ଆଇନ ଏବଂ ଶୃଙ୍ଖଳା ସୁନିଶ୍ଚିତ କରେ, ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ରାଷ୍ଟ୍ର ସୃଷ୍ଟି କରେ। ଏହା ଦୃଢ଼ ଚରିତ୍ର ଏବଂ ମୂଲ୍ୟବୋଧ ବିକଶିତ କରେ, ବ୍ୟକ୍ତିମାନଙ୍କୁ ଦାୟିତ୍ୱବାନ ନାଗରିକରେ ପରିଣତ କରେ। ପରିଶେଷରେ ଶୃଙ୍ଖଳା ଉଦ୍ଦେଶ୍ୟରେ ଭାବନା ସୃଷ୍ଟି କରି ଖୁସି, ସଫଳତା ଏବଂ ଏକ ପରିପୂର୍ଣ୍ଣ ଜୀବନ ଆଡ଼କୁ ନେଇଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓ କଣ ସହିତ ସେୟାର କର। ଚ୍ୟାନେଲରେ ଯେଉଁ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢ଼ିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।